ଗୁମସର ଆମର ଉତ୍ସବର ମୂଳ ଲକ୍ଷ୍ୟ ହେଲା ବର୍ତ୍ତମାନ ସାହିତ୍ୟ ସଂସ୍କୃତି ଇତିହାସ ଉପରେ ଆମେ ଆଲୋଚନା କରିବାର ସମୟ ନାହିଁ। ଆମର ପର୍ଯ୍ୟାପ୍ତ ପରିମାଣର ଏତେ ଜିନିଷ ଏଠି ଆମେ ତାଙ୍କୁ ସଂଗୃହୀତ କରିକି ଯେହେତୁ ପ୍ରଥମ ଥର ପାଇଁ ହେଉଛି ଭୁବନେଶ୍ୱରରେ ରଖିଛୁ, ସେ ଦୃଷ୍ଟିରୁ ଆମେ ଏ ଯାକ ସାଂସ୍କୃତିକ ମିଳନ ହିସାବରେ ହିଁ ନିଆହେଇଛି, ବୁଝିଲେ। ତେଣୁ ଏଇ ଆମର 2 ଦିନ ଯାକ 10 and 11 ଦିନକୁ 12 ଘଣ୍ଟା କାର୍ଯ୍ୟକ୍ରମ ସକାଳ 10ରୁ ରାତି 10 ଯାଏଁ ଚାଲୁଛି। ସକାଳ 10ରୁ ରାତି 3ଟା ସେସନରେ ଚାଲୁଛି। ଫାର୍ଷ୍ଟ ସେସନ୍ କଣ୍ଢେଇ ନାଚ, ସେ କଣ୍ଢେଇ ନାଚ ଥ୍ରୁ ଆଉଟ୍ ଦି ଡେ ଚାଲିବ 1 hour ଇଣ୍ଟରଭେଲରେ ଲୋକମାନଙ୍କୁ ମାନେ ଏନ୍ଜୟ କରିବା ପାଇଁ ବୋଲି। ତାପରେ କିଛି ସଭା ଆଲୋଚନା ଚକ୍ର ଗୋଟେ 1-1.5 ଘଣ୍ଟା ପ୍ରାୟ ସକାଳେ ରହୁଛି। ତାର ପରେ ପରେ ଆମେ ମୁକ୍ତ ମଞ୍ଚରେ ପରିବେଷଣ କରୁଛୁ ଆମର ଫାର୍ଷ୍ଟ ଡେ ପ୍ରହଲ୍ଲାଦ ନାଟକ ଆଉ ପଶୁମୁଖା ନୃତ୍ୟ। ଆପଣମାନେ ଜାଣିଥିବେ ବହୁତ ଚର୍ଚ୍ଚିତ ନାଟକ ସେସବୁ, ସବୁବେଳେ ଦେଖୁଥିବେ ପଶୁମୁଖା ନୃତ୍ୟ ଆଉ ପ୍ରହଲ୍ଲାଦ ନାଟକକୁ। ସେ ବିଶିଷ୍ଟ ନୃତ୍ୟ ଦଳମାନେ ଆସିଛନ୍ତି, ସେମାନେ ପରିବେଷଣ କରିବେ। ଲକ୍ଷ୍ୟ ହେଉଛି ଆମର ଆଜି ଘୁମୁସର ଏମିତି ଗୋଟେ ସଂସ୍କୃତି ସମ୍ପନ୍ନ ଜାଗା, ଆଜି ଯାଏଁ ଓଡ଼ିଶା ଇତିହାସରେ ସ୍ୱାଧୀନତା ପରେ ମଧ୍ୟ ଏତେ ଦିନ ବିତିଗଲା, ଆଜି ଯାଏଁ ଘୁମୁସର ଉତ୍ସବ କାହିଁକି ହେଇପାରିଲାନି? ଆମେ ସମସ୍ତେ ଏକାଠି ହେଇନଥିଲୁ ବୋଲି। ବର୍ତ୍ତମାନ ଭୁବନେଶ୍ୱରରେ ପ୍ରାୟ 400-500ରୁ ଉର୍ଦ୍ଧ୍ୱ ବିଶିଷ୍ଟ ବ୍ୟକ୍ତି ଏଇଠି ବିଭିନ୍ନ ଲେବୁଲ ଅଛନ୍ତି। ସମସ୍ତଙ୍କୁ ଏକାଠି କରି ସେମାନଙ୍କୁ ସଚେତନ କରି ଘୁମୁସର ଆଇଡ଼ିଓଲୋଜି ଚାରିଆଡ଼େ ସ୍ପ୍ରେଡ୍ କରିବା ଉଦ୍ଦେଶ୍ୟରେ ଏଇଟା କରାଯାଇଛି। ଆପଣମାନେ ସମସ୍ତେ ଜାଣିଥିବେ ଉପେନ୍ଦ୍ର ଭଞ୍ଜଙ୍କୁ କିଏ ନ ଜାଣେ। ଉପେନ୍ଦ୍ର ଭଞ୍ଜଙ୍କ କବି ମାନେ ରବୀନ୍ଦ୍ରନାଥ ଠାକୁର ଲାଗି ସେ ହେଉଛି ସାରା ପୃଥିବୀରେ ବିଖ୍ୟାତ। ଯେଉଁଠି ଓଡ଼ିଶୀ ନୃତ୍ୟ ହେଉଛି ଉପେନ୍ଦ୍ର ଭଞ୍ଜଙ୍କ ଛାନ୍ଦ ନହେଲେ ଓଡ଼ିଶୀ ନୃତ୍ୟ ପରିବେଷଣ ହୁଏ ନାହିଁ। କିନ୍ତୁ ସିଏ ବି ଅବହେଳିତ ହିସାବରେ ରହିଯାଇଛନ୍ତି। ଆଜି ଯାଏଁ ତାଙ୍କର ସାଇଟ୍ଟାକୁ ଗଭର୍ଣ୍ଣମେଣ୍ଟ ଡିକ୍ଲେୟାର କରିନାହାନ୍ତି ଗୋଟେ ସ୍ମୃତି ପୀଠ ଭାବରେ। ତେଣୁ ଠିକ୍ ସେମିତି ଚକରା ବିଷୟୀ ହେଉଛି ଏମିତି ଗୋଟେ ହିରୋ ଯିଏକି ତାକୁ ଯଦି ପ୍ରପରଲି ତାକୁ ସ୍ଥାନ ଦିଆଯାଇଥାନ୍ତା, ଭାରତର ସବୁଠୁ ଶ୍ରେଷ୍ଠ ଯୋଦ୍ଧା ହିସାବରେ ତାକୁ ପ୍ରମାଣିତ ହେଇଥାନ୍ତା। ସେ ଐତିହାସିକ ମାନେ ଏବେ ସ୍ୱୀକାର କରୁଛନ୍ତି। ତେଣୁ ଚକରା ବିଷୟୀଙ୍କର ଯେଉଁ ଦୀର୍ଘ ଦିନର ଧରି ଯେଉଁ ସଂଗ୍ରାମ, ଭାରତ ଇତିହାସରେ କୌଣସି ଜାଗାରେ 16 ବର୍ଷ ଧରି କଣ୍ଟିନ୍ୟୁସଲି ୱାର୍ ହେଇନି, ଯେଉଁଟାକି 1842ରୁ 1856 ଯେଉଁଟାକି ସିପାହୀ ବିଦ୍ରୋହ ଯାଏଁ ସେଇଟା କଣ୍ଟିନ୍ୟୁ ହେଲା। ତଥାପି ବ୍ରିଟିଶର୍ସ ତା ପାଖରେ ହାର ମାନିଗଲେ। କ'ଣ ହେଲା କ୍ୱେଶ୍ଚିନ୍ ହେଉଛି କରିବା ପକ୍ଷରେ ମୁଁ ନିଜର କଥା ମୁଁ କହିବିନି। ଚକରା ବିଷୟୀଙ୍କୁ ଲାଇମ୍ ଲାଇଟ୍କୁ ଆଣିବା ପାଇଁ ବୋଲି ମୋତେ 33 ବର୍ଷ ସମୟ ଲାଗିଥିଲା। ବିଜୁ ବାବୁ ତାକୁ ଫ୍ରିଡମ୍ ଫାଇଟର ହିସାବରେ ରେକଗ୍ନାଇଜ୍ କରିଥିଲେ। ତାପରେ ଚକରା ବିଷୟୀ ନାଟକ ରବୀନ୍ଦ୍ର ମଣ୍ଡପରେ 92ରେ ଷ୍ଟେଜ୍ ହେଲା। ତାପରେ ତାକୁ ରେକଗ୍ନିସନ୍ ଦିଆଗଲା। ଦେଲା ପରେ ତାକୁ ଇତିହାସ ପରିବର୍ତ୍ତନ ହେଇଗଲା। ବର୍ତ୍ତମାନ ଏବେ ମୋଦି ବି ବର୍ତ୍ତମାନ ଚକରା ବିଷୟର ଗୁଣଗାନ କରୁଛନ୍ତି। ବର୍ତ୍ତମାନ ଓଡ଼ିଶା ଯିଏ ଇତିହାସରେ ସ୍ଥାନ ପାଇନଥିଲା, ଏବେ ବିଶ୍ୱ ସାରା ଆମେ ଚକରା ବିଷୟୀ ନାଟକ ଯାଇକି ଫରେନ୍ରେ ହେଲା। ସେ ଦୃଷ୍ଟିରୁ ଆମେ ଯେଉଁ ଯାକ ଇଗ୍ନୋର୍ଡ ହେଇଯାଇଛି ତାକୁ ଲୋକଲୋଚନକୁ ଆଣିବା ପାଇଁ ଡାଇଙ୍ଗ ଆର୍ଟକୁ ଯେମିତି ରିଭାଇଭ୍ କରାଯାଉଛି, ଠିକ୍ ସେମିତି ତାକୁ କରାଯାଉଛି। ଆଉ ଆମର ଏ ସବୁ ଲୋକମାନେ ଏକାଠି ହେଇ ଏଇସବୁ ଯେଉଁ ଜିନିଷ ଆମର ଅଧୁରା ହେଇ ରହିଛି ତାକୁ ସମ୍ପୂର୍ଣ୍ଣ କରିବା ଉଦ୍ଦେଶ୍ୟରେ ଏ ଆୟୋଜନ ହେଇଛି। ଏଇଠି ଆପଣଙ୍କର ଏଇଠି ଘୁମସର ଉତ୍ସବରେ ଗୋଟେ ନୂଆ ଜିନିଷ ଆପଣ ଦେଖିବେ। ଏଠି ସଙ୍ଗୀତ, ନୃତ୍ୟ, ନାଟକ ସହିତ ଘୁମସର ଅଞ୍ଚଳର କେବଳ ଭଞ୍ଜନଗର ଅଞ୍ଚଳର 10 ଜଣ ପ୍ରତିଷ୍ଠିତ ଚଳଚ୍ଚିତ୍ର ଅଭିନେତ୍ରୀ ଏଠି କାମ କରୁଛନ୍ତି। ସବ୍ୟସାଚୀ ଫର୍ ଏକ୍ଜାମ୍ପଲ୍, ସବ୍ୟସାଚୀ, ଜଟ୍ ତିଆଡ଼ି, ଏ ସମସ୍ତେ ହେଉଛନ୍ତି ତ୍ରିପୁରା ମିଶ୍ର, ଏମାନେ ସବୁ ହେଉଛନ୍ତି ଭଞ୍ଜନଗର ଜନ୍ମିତ ସନ୍ତାନ ସବୁ। ସେମାନେ ମଧ୍ୟ ଗୋଟେ ମଞ୍ଚରେ କେବେ ଏକାଠି ହେଇନାହାନ୍ତି ଯେଉଁଠି ଆମେ ଏକାଠି କରୁଛୁ ବର୍ତ୍ତମାନ। ତେଣୁ ଘୁମସରରେ ଏତେ ପ୍ରତିଭା ସମ୍ପନ୍ନ ଲୋକ ଥାଇ ମଧ୍ୟ ଏମାନେ ସମସ୍ତେ ଘୁମସରର ବୋଲି କିଏ କାହାକୁ ଚିହ୍ନି ପାରୁନାହାନ୍ତି। ସେମାନଙ୍କୁ ସମସ୍ତଙ୍କୁ ଏକାଠି କରିବା, ଆଉ ଯାହା କାମର ଅପୂର୍ଣ୍ଣ କାମ ଅଛି ତାକୁ ପୂର୍ଣ୍ଣତା ଆଣିବା ପାଇଁ ବୋଲି ଆମର
ମୁଁ ବାଲ୍ମୀକି ପଟ୍ଟନାୟକ ଭୁବନେଶ୍ୱର ଉନ୍ନୟନ ମଞ୍ଚର ସଭାପତି। ଏଇ ଯେଉଁ କାର୍ଯ୍ୟକ୍ରମ ପାଇଁ ଆପଣମାନଙ୍କୁ ଆମେ ନିମନ୍ତ୍ରିତ କରିଛୁ, ତାର ଉଦ୍ଦେଶ୍ୟ ହେଲା ଭୁବନେଶ୍ୱରର କଳା ସଂସ୍କୃତି, ତାର ଐତିହାସିକ ଭିତ୍ତିଭୂମି ଇଏ ବିଶେଷ ଭାବରେ ଲୋକଲୋଚନକୁ ଆସିପାରି ନାହିଁ। ତେଣୁ ପ୍ରଥମ ଥର ପାଇଁ ଆମେ ଭୁବନେଶ୍ୱରର ଯେଉଁମାନେ ଭୁବନେଶ୍ୱରରେ ଅଛୁ ସେମାନେ ଗୋଟେ ସାଧୁ ଉଦ୍ୟମ ଆରମ୍ଭ କରିଛୁ ଯେ ଆମ ଭୁବନେଶ୍ୱର ଯେଉଁ ଐତିହ୍ୟ ତାର ଯେଉଁ କଳା ସଂସ୍କୃତିକୁ ଏଠି ଆମର ଭାଇ ଭଉଣୀମାନଙ୍କୁ ପରିବେଷଣ କରି ତାର ଐତିହ୍ୟକୁ ପରିଚିତ କରାଇବା। ଆପଣମାନେ ଜାଣି ଖୁସି ହେବେ ଯେ ଆମର କାର୍ଯ୍ୟକ୍ରମ ଦିନ 10ଟାରୁ ରାତି 10ଟା ଯାଏଁ ଚାଲିବ। 10 ତାରିଖ ଏବଂ 11 ତାରିଖ ଫେବୃଆରୀ 2026। 10ଟା ବେଳେ ରେଜିଷ୍ଟ୍ରେସନ କାମ ହେବ। ଯେଉଁମାନେ ଆସିବେ ସେମାନଙ୍କୁ ଆମେ ସ୍ୱାଗତ କରିବୁ ଏବଂ ତାଙ୍କର ନାଁ ଟେଲିଫୋନ୍ ନମ୍ବର ରଖିବୁ, ତାଦ୍ୱାରା ଆମେ ଭବିଷ୍ୟତରେ ତାଙ୍କୁ ଯୋଗାଯୋଗ କରିପାରିବୁ। ଅଛି ତ ଆପଣ କାହା ଉପରେ ନେଇକି ଏଇଟା କରୁଛନ୍ତି? ଆମର ହେଉଛି ପିତ୍ତଳ ମାଛ ହେଉଛି ଭାରତ ପ୍ରସିଦ୍ଧ। ଯେଉଁ ପିତ୍ତଳ ମାଛ ସେ ମୁଭେବୁଲ୍ ଫ୍ଲେକ୍ସିବୁଲ୍ ସେ ମାଛଟା ହେବ। ଇଏ ହେଉଛି ଆମର ଆଉ କେଉଁଠି ହୁଏନି ପିତ୍ତଳ ମାଛ। ଦ୍ୱିତୀୟତଃ ବିଭିନ୍ନ ମୁଖା ଯେଉଁ ମୁଣ୍ଡରେ ଲଗାନ୍ତି ସେଗୁଡ଼ାକ ସବୁ ସେଠି ମଧ୍ୟ ତିଆରି ହୁଏ ଏବଂ ମାଟିର କଣ୍ଢେଇ ଅତି ଉଚ୍ଚକୋଟୀର କଣ୍ଢେଇ ସେଠି ବି ତିଆରି କରାଯାଏ। ତାକୁ ଆମେ ପ୍ରଦର୍ଶନ କରାଇବୁ। ତା ବାଦ ଆମେ ବିଭିନ୍ନ କଳା ଦର୍ଶନ ଦେଖାଇବୁ। ତା ହେଉଛି ପ୍ରହ୍ଲାଦ ନାଟକ, ଦ୍ୱିତୀୟତଃ ଦଣ୍ଡ ନାଚ, ଆଉ ବାଘ ନୃତ୍ୟ, ବାଘ ମୁଖା ନୃତ୍ୟ, କଣ୍ଢେଇ ନାଚ। ଇଏ ହେଉଛି ଆମର ସେ ଅଞ୍ଚଳର ବିଶିଷ୍ଟ ପରମ୍ପରା। ଆଉ ଶେଷରେ ପ୍ରଥମ ଦିନ ଉପେନ୍ଦ୍ର ଭଞ୍ଜଙ୍କ ଉପରେ ଗୋଟିଏ ନାଟକ ପରିବେଷଣ ହେବ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ। ଏବଂ ଦ୍ୱିତୀୟ ଦିନରେ ମୁଁ ଚକରା କହୁଛି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଯେ ସିପାହୀ ବିଦ୍ରୋହ ପୂର୍ବରୁ ଆରମ୍ଭ କରିଥିଲେ ତାଙ୍କର ସରକାରଙ୍କୁ ବିରୋଧ କରିବା, ବ୍ରିଟିଶ ସରକାରଙ୍କୁ ବିରୋଧ କରିବା ଏବଂ ବ୍ରିଟିଶ ସରକାର ତାଙ୍କର କାର୍ଯ୍ୟରେ ଏତେ ଭୟଭୀତ ହୋଇଯାଇଥିଲେ ଯେ ସେମାନେ ବହୁତ ସରକାରଙ୍କୁ ସେ ପୁରା ହଇରାଣ ହରକତ କରାଇ ଦେଇଥିଲେ। ତାପରେ ସିପାହୀ ବିଦ୍ରୋହ 1857ରେ ଆରମ୍ଭ ହେଲା। ତେଣୁ ଇଏ ହେଉଛନ୍ତି ଚକ୍ରା ବିଷୟୀ। ଇଏ ହେଉଛି ଶସ୍ତ୍ରର ଗରିଲା ୱାରଫେୟାର କରି ସେ ବ୍ରିଟିଶ ସରକାରଙ୍କୁ ଥରହର କରାଇ ଦେଇଥିଲେ। ତାପରେ ଆମର ହେଉଛି ସାଂସ୍କୃତିକ ସାହିତ୍ୟ କାର୍ଯ୍ୟକ୍ରମ ଉପେନ୍ଦ୍ର ଭଞ୍ଜଙ୍କର ଇଏ ହେଉଛି ପୃଥିବୀ ପ୍ରସିଦ୍ଧ।